ଉତ୍ତମ ଦୌଡ଼ରେ ଆମେ ସାମିଲ ହେଲୁ ବର୍ତ୍ତମାନ ଏକ ପ୍ରଶଂସାର ଦୌଡ଼ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା କାହିଁକି ପରମେଶ୍ୱର ଆମକୁ ବନାଇଛନ୍ତି ତାଙ୍କରି ପ୍ରଶଂସା କରିବା ପାଇଁ। ଆମେ ଏଠି ପ୍ରଭୁଙ୍କ ପ୍ରଶଂସା କରିବାକୁ ଆସିଛୁ ବର୍ତ୍ତମାନ, ନା ତ କୌଣସି ମନୋରଞ୍ଜନ ନାହିଁ, ଏଣ୍ଟରଟେନମେଣ୍ଟ ନାହିଁ, କେବଳ ପ୍ରଭୁଙ୍କ ପ୍ରଶଂସା କରିବା ଉଦ୍ଦେଶ୍ୟରେ ଆମେ ଏଠି ଆସିଛୁ। ଆମେ କେମିତି ପ୍ରଶଂସା କରିବା? এই সময় ଆମେ ପ୍ରଶଂସା କରୁଥିଲୁ ଆତ୍ମାରେ। ପ୍ରଭୁ ଆତ୍ମାରେ ପ୍ରଶଂସା କରିବା ଲୋକମାନଙ୍କୁ ପ୍ରଭୁ ଖୋଜୁଛନ୍ତି ବର୍ତ୍ତମାନ। ପ୍ରଭୁଙ୍କୁ ଆରାଧନା କରିବା କଠିନ ପରିସ୍ଥିତି ମଧ୍ୟରେ, এই কঠিন সময়ে ହିଁ ପରମେଶ୍ୱର ଆମକୁ ନିକଟବର୍ତ୍ତୀ ହୁଅନ୍ତି ବର୍ତ୍ତମାନ। এই কঠিন সময়ে যদি ଆମେ ପ୍ରଭୁଙ୍କ ନିକଟରେ ଯଦି আপনার হৃদয়কে ভাঙিবা বর্তমানে, আপনার অন্তরকে ভাঙিবা বর্তমানে, তাহা গ্রাহ্য বড়িଯିବ বর্তমানে। প্রভুଙ୍କର ଏକ ଉତ୍ତମ ବଳି ହେଇଯିବ ବର୍ତ୍ତମାନେ। ଗୀତ ସଂଗୀତା 34:18 ଲେଖାଯାଏ। ଯେଉଁମାନେ ପଢିବେ ମାଇକରେ ପଢିବାକୁ ସାହାଯ୍ୟ କରିବେ। ଉଚ୍ଚ ଶବ୍ଦରେ ଯୋଉଥିରେ କି ଲୋକମାନେ ମଧ୍ୟ ଶୁଣିପାରିବେ। ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନମାନଙ୍କୁ ତ୍ରାଣ କରନ୍ତି। Praise the Lord. Hallelujah. ସଦା ପ୍ରଭୁ ଭକ୍ତାନ୍ତକଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଆଉ ସେ ଚୂର୍ଣ୍ଣମନମାନଙ୍କୁ ତ୍ରାଣ କରନ୍ତି ବର୍ତ୍ତମାନେ। এই কঠিন পরিস্থিতি ମଧ୍ୟରେ जो विषय कि आपको द्वारा है पार नहीं मंच माने, आपको द्वारा किसी है पार नहीं मंच माने, आपको माध्यम किसी है पार नहीं मंच माने, तो जानी दियो जे आम भितरे कौन से गोटे खूबी अछि, आम मध्य गोटे दुर्बलता अछि, आम मध्य कौन से गोटे कमजोर विषय अछि जो द्वारा प्रभुଙ୍କର उपस्थिति आम आड़को आसी पारो नहीं मंच माने। प्रभुଙ୍କର ଗ୍ରେସ୍ ଆମ ଉପରେ ଆସି ପାରୁନାହିଁ, ପ୍ରଭୁଙ୍କର ଆଶୀର୍ବାଦ ଆମ ଉପରକୁ ଆସି ପାରୁନାହିଁ, ପ୍ରଭୁଙ୍କର ଅଭିଷେକ ଆମ ଉପରକୁ ଆସି ପାରୁନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକ ଆପଣଙ୍କୁ କହିବା ପଛରେ ଆମେ ପ୍ରାର୍ଥନା କରୁଛୁ, ଆମେ ନୈବେଦ୍ୟ ଆଣୁଛୁ, ଆମେ ଦଶମାଂଶ ଦଉଛୁ, କିନ୍ତୁ ଆମର ଉପକାର ହେଇପାରୁନାହିଁ, ଆମର ପ୍ରାୟ ଓଳି ହେଇପାରୁନାହିଁ। କଣ ପାଇଁ? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ଆପଣ କହିବା ପଛରେ ସଦାପ୍ରଭୁ ସେ ଭକ୍ତାନ୍ତ କରୁ ଯେଉଁମାନେ ଆମ ହୃଦୟକୁ ଭାଙ୍ଗନ୍ତି, ଯେଉଁମାନେ ହୃଦୟକୁ ଚୂର୍ଣ୍ଣ କରନ୍ତି ବର୍ତ୍ତମାନେ, ପ୍ରଭୁ ସେମାନଙ୍କର ବଳିକୁ ଗ୍ରହଣ କରନ୍ତି ବର୍ତ୍ତମାନେ। ଗୋଟେ କିସାନ 90 ଦିନ ମେହନତ କରେ ବର୍ତ୍ତମାନେ, ସେ ବସେ ନାହିଁ ଘରେ, ସେ ପରିଶ୍ରମ করে ଝାଳ ବୁହାଏ ବର୍ତ୍ତମାନେ। ଆପଣ ପରିଶ୍ରମର ଫଳକୁ ପାଇବା ନିମନ୍ତେ ସେ ঝাড় বহায় বর্তমানে, আপনাকে চূর্ণ করে বর্তমানে, সে পানিরে সে ঝাড়রে ভিজে যায় বর্তমানে, অন্তঃসন্ত হয়ে যায় বর্তমানে। সেই ফসলকে আপনার গৃহକୁ আনিবারি বলতে, সেই বীজকে আপনার গৃহକୁ আনিবারি বলতে, সেই মেহনতের ফলକୁ আপনার অমারକୁ আনিবারি বলতে সে মেহনত করে বর্তমানে। আজ আমার କହିବା ଚାହେଁ কঠিন পরিস্থিতি ମଧ୍ୟରେ ଆପଣ ପ୍ରଭୁଙ୍କ ନିକଟବର୍ତ୍ତୀ କେମିତି ହେବେ ବର୍ତ୍ତମାନେ? ଆମେ ଗୀତର ଶୁଣିବ ଲେଖନ୍ତି ବର୍ତ୍ତମାନେ। ଭଗ୍ନ ଚୂର୍ଣ୍ଣ ହୃଦୟରେ ଆସିଛି ମୁଁ ତୁମ ପାଦ ତଳେ, ଆସିଛି ମୁଁ ତୁମ ପାଦ ତଳେ। କି ହୃଦୟରେ? ଭଗ୍ନ ହୃଦୟରେ ବର୍ତ୍ତମାନେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ভগ্ন চূর্ণ হৃদୟରେ ଆସିଛି ମୁଁ ତୁମ ପାଦ ତଳେ, ଆସିଛି ମୁଁ ତୁମ ପାଦ ତଳେ। ଯଦି ଆପଣ ଭଗ୍ନ ହୃଦୟରେ ପ୍ରଭୁଙ୍କ ନିକଟରେ ଆସିବେ, ଯଦି ଆପଣ ଭଗ୍ନ ହୃଦୟରେ ପ୍ରଭୁଙ୍କ ପାଦ ତଳେ ଆସିବେ, ପ୍ରଭୁ ଆପଣଙ୍କ ପ୍ରାର୍ଥନାକୁ ଶ୍ରବଣ କରିବେ ବର୍ତ୍ତମାନେ।
পর্যন্ত আপনার আঁটু ভাঙিব না। গীত গাওছো, মু আঁটু ভাঙি যদি তোমারে অবা তুম পথরে চলে, যদি বা দুঃখ কটতে পৌঁছেবি নাহি, পৌঁছেবি নাহি। মু তুম সেবা করিবি, তুমরি সেবা করিবি। হালেলুয়া। যদি আপনার আন্তর যদি আমরা ভাগিবে বর্তমানে, আপনার হৃদয়কে ভাগিবে বর্তমানে, তার সেবা বর্তমানে সেই সেবা প্রায় বলি ওঠে, সেই প্রার্থনা প্রায় বলি ওঠে। যদি আপনার আন্তর যদি ভাগু নথিব, আপনার হৃদয় যদি চূর্ণ হইনথিব বর্তমানে, তাহা গ্রাহ বলি লোক বর্তমানে, তাহা গ্যারান্টি নাই বর্তমানে। প্রভুর নিকটবর্তী হতে চাହୁଛନ୍ତି, তাহলে ଆପଣ ଏକ ଭକ୍ତିପୂର୍ଣ୍ଣ ହୃଦୟ ସହିତ ପ୍ରଭୁଙ୍କ ନିକଟରେ ଆସନ୍ତୁ। ୱାର୍ସିପ ଯଦି କହୁଛନ୍ତି ଆଣ୍ଠୁ ଭାଙ୍ଗିବା, ଆପଣ ଆଣ୍ଠୁ ଭାଙ୍ଗିବାକୁ ବାଧ୍ୟ ହେବାକୁ ପଡୁଛନ୍ତି। ସେଦିନ ରାଜା ନରକଦୀଶ୍ୱର କହୁଥିଲେ, ଗୋଟେ ପ୍ରତିଭାକୁ ବନାଇଲେ, ଆଉ ସେ ମୁଣ୍ଡିଆ ମାରି ମାରି ମତେ ଲୋକର ଭୟ କଲେ, ମୁଣ୍ଡିଆ ମାରିଲେ। কিন্তু যেমানে সদাপ্রভুকে ভয় করলে, সেমানে মুন্ডিয়া মারলে নাই বর্তমানে, সেমানে চূর্ণ হইলে প্রভুকে পায়, সেমানে বলিলে প্রভুকে পায়, প্রভুকে পায় বর্তমানে। যে জায়গায় আঁঠু মারবার কথা সে আঁঠু মারো বর্তমানে, যে জায়গায় মারবার কথা সে মারো নাই বর্তমানে। আপনার কৌশি ক্ষতি হব না, আপনার মুন্ড বনাইବାକୁ পড়িব নাই, আপনার প্রভুଙ୍କ নিকটରେ মুন্ড বনাই ଅଛନ୍ତି, ଜୀବିତ ଅଛନ୍ତି, ଆପଣଙ୍କୁ ସୁରକ୍ଷା କରୁଅଛନ୍ତି, ଆପଣଙ୍କୁ ଆଶୀର୍ବାଦ କରୁଅଛନ୍ତି। ମୁଁ ଆପଣଙ୍କୁ କହିବାକୁ ଚାହେଁ, এই କଠିନ ପରିସ୍ଥିତି ଆପଣଙ୍କ ପାଖରେ ଆସିଛି ବର୍ତ୍ତମାନେ, ଆପଣ ମୁଣ୍ଡ ନୁଆଇବେ ନାହିଁ, ଆପଣ ହତାଶ ହେବେ ନାହିଁ, ଆପଣ ନିରାଶ ହେବେ ନାହିଁ। ଆଜ୍ଞା ପରମେଶ୍ୱର, ଆପଣଙ୍କ ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି ବର୍ତ୍ତମାନେ। ହାଲେଲୁୟା, ହାଲେଲୁୟା। ଆପଣ ଘବରା ହୁଅନ୍ତୁ ନାହିଁ ବର୍ତ୍ତମାନେ, ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ବର୍ତ୍ତମାନେ। ମୁଁ ଆପଣଙ୍କୁ କହିବାକୁ ଚାହେଁ, ସଦାପ୍ରଭୁ ଭକ୍ତାନ୍ତ ଆପଣଙ୍କ ନିକଟବର୍ତ୍ତୀ ଅଟନ୍ତି। ଆଜି ଆପଣ ଆଣ୍ଠୁ ମାରିବାକୁ ଶିଖନ୍ତୁ, ଆଜି ଆଣ୍ଠୁ ପ୍ରାର୍ଥନା କରନ୍ତୁ, ଆଜି ଆପଣ ପ୍ରଭୁଙ୍କ ନିକଟରେ ଗିଡ଼ାନ୍ତୁ, ପ୍ରଭୁଙ୍କ ନିକଟରେ ବଳି ହୁଅନ୍ତୁ, ପ୍ରଭୁଙ୍କ ନିକଟରେ ଚାଲନ୍ତୁ, ପ୍ରଭୁ ସହିତ ହାତ ଧରି ଚାଲନ୍ତୁ। ସେ ଆପଣଙ୍କୁ ଚଲାଇବେ, ସେ ଆପଣଙ୍କ ହସ୍ତ ଧରି ଚଲାଇବେ, ସେ ଆପଣଙ୍କ ହାତକୁ ଉଠାଇକି ଚଲାଇବେ ବର୍ତ୍ତମାନେ। ହାଲେଲୁୟା। ଆପଣ ପଡିବେ ନାହିଁ ବର୍ତ୍ତମାନେ, ଆପଣ ତଳ ବଳେଇବେ ନାହିଁ ବର୍ତ୍ତମାନେ। ବିପଦ ସମୟରେ ପରମେଶ୍ୱର ଆପଣଙ୍କ ହାତକୁ ଧରିବେ, ଯେମିତି ଯିଶା 21:10 ଲେଖା ଅଛି। ହାଲେଲୁୟା। সেই ଲୋକମାନଙ୍କୁ ଯେଉଁମାନେ ପ୍ରଭୁଙ୍କ ନିକଟରେ ଭାଗି ଯାଇଛନ୍ତି, ଚୂର୍ଣ୍ଣ ହେଇ ଅଛନ୍ତି, ପରମେଶ୍ୱର ସେମାନଙ୍କ ହାତ ଛାଡ଼ିବେ ନାହିଁ। ଜଗତର ଲୋକ ଆପଣଙ୍କ ହାତକୁ ଛାଡ଼ିଦେବେ, କିନ୍ତୁ ପରମେଶ୍ୱର ଆପଣଙ୍କ ହାତକୁ ଛାଡ଼ିବେ ନାହିଁ ବର୍ତ୍ତମାନେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଦେଖନ୍ତୁ ଶୁକ୍ଲା ଗର୍ତ୍ତରେ ଯୋସେଫକୁ ଫିଙ୍ଗାଇ ଦିଆଗଲା ବର୍ତ୍ତମାନେ, ଗୋଟେ କୁଣ୍ଡ ମଧ୍ୟରେ, ଗୋଟେ କୂଅ ମଧ୍ୟରେ ଯୋସେଫକୁ ଫିଙ୍ଗି ଦିଆଗଲା ବର୍ତ୍ତମାନେ, କିନ୍ତୁ ପରମେଶ୍ୱର ଯୋସେଫର ସହବର୍ତ୍ତୀ ଥିଲେ। ହାଲେଲୁୟା। ଆପଣ ଯେକୌଣସି ଗର୍ତ୍ତରେ ପକା ଯାଆନ୍ତୁ ବର୍ତ୍ତମାନ, କିଛି ଯାଏ ସେ ନାହିଁ, କିନ୍ତୁ ପରମେଶ୍ୱରଙ୍କ ଆପଣ ଚୂର୍ଣ୍ଣ ହୋଇ ଅଛନ୍ତି, ପରମେଶ୍ୱର ବଳି ଅଛନ୍ତି, ପରମେଶ୍ୱର ଆପଣଙ୍କୁ ସେ ଗର୍ତ୍ତରୁ ଉଠାଇବେ ବର୍ତ୍ତମାନ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆପଣ ଗର୍ତ୍ତ ପାଇ ନାହିଁ ବର୍ତ୍ତମାନ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯଦି କୌଣସି ସମ୍ପର୍କ ଭଲ ଅଛି, ପ୍ରଭୁ ସାହାଯ୍ୟ କରିବେ। ହାଲେଲୁୟା, 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 ହାଲେଲୁୟା। ଆଜି ଶୈତାନ ଅନେକ ଲୋକମାନଙ୍କୁ ଗର୍ତ୍ତ କରୁଅଛି ବର୍ତ୍ତମାନ, ଶୈତାନ ଆଜି ଅନେକ ଲୋକମାନଙ୍କୁ ସେ ପାଷାଣ କରୁଅଛି ବର୍ତ୍ତମାନ, କିନ୍ତୁ ପାଷାଣ ଯୀଶୁଙ୍କର ସେଇ ଶକ୍ତି ଅଟେ ବର୍ତ୍ତମାନ, ପାଷାଣ ହେଉଛି ଯୀଶୁ ଅଟେ ବର୍ତ୍ତମାନ। ଆପଣଙ୍କୁ ପାଷାଣକୁ ଦେଲେ ଆପଣ ଘବରାନ୍ତୁ ନାହିଁ ବର୍ତ୍ତମାନ, ଆଜ୍ଞା ପାଷାଣ ହେଉଛି ଯୀଶୁଙ୍କର ଶରୀର। ହାଲେଲୁୟା, ହାଲେଲୁୟା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ପଳେଇ ହୁଅନ୍ତୁ ପ୍ରଭୁଙ୍କ ନିକଟରେ ବର୍ତ୍ତମାନ। ପ୍ରେଜ୍ ଦ ଲର୍ଡ। ଆଦି 37:24 ଲେଖାଗଲା ବର୍ତ୍ତମାନେ, ତାଙ୍କୁ ଧରି ଗର୍ତ୍ତ ମଧ୍ୟରେ ପକାଇ ଦିଆଲେ ବର୍ତ୍ତମାନେ। ସେଇ ଗର୍ତ୍ତରେ ଶୂନ୍ୟ ଥିଲା, ଜଳ ନଥିଲା ବର୍ତ୍ତମାନେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହେଁ, ଗଡ୍ ପ୍ଲାନିଂ ଏଟା ବର୍ତ୍ତମାନେ, ସେଇ ଗର୍ତ୍ତରେ ଜଳ ନଥିବ ବର୍ତ୍ତମାନେ, କାହିଁକି ପ୍ରଭୁ ଆପଣଙ୍କୁ ଉଠାଇ ଆଉ ଏକ ଜାଗାକୁ ନେବାକୁ ଚାହାନ୍ତି ବର୍ତ୍ତମାନେ। ହାଲେଲୁୟା। ଏହା ପ୍ରଭୁଙ୍କ ଯୋଜନା ଅଟେ ବର୍ତ୍ତମାନେ। ଯୋଜନା କେବେ
অসফলের মনায় বর্তমানে আজ অনেক গর্ত আপনার অপেক্ষা করছে বর্তমানে কিন্তু গড প্ল্যানিং আপনার অটকায় বলে আমাকে নেই কিছু বর্তমানে শয়তান আপনার অটকায় বলে বর্তমানে আপনি নেই কিছু বর্তমানে যশোর লাইফে অনেক রুকাবট আসলে বর্তমানে অনেক পরিস্থিতি আসলে বর্তমানে এখন গর্তের উঠাই দেওয়া গেল বর্তমানে মজা আপন কয়বা বলছে আরে যদি যশোর বলে যদি আপনি চূর্ণ হবে যশোর বলে আপনি পলিশ হবে যশোর বলে আপনি শব্দ দর্শক হবে যশোর বলে আপনি চালু করতে হবে যশোর বলে উঠবান ব্যক্তি হবে যশোর বলে উঠবান বাদবান ব্যক্তি হবে আপনার লাইফে সেই ব্যক্তি আসলে বর্তমানে হালেলুয়া हालेलुया मोर प्रिय प्रभु लोग वाचा पर मैं अच्छा है एक झुटू झुटू पास आपको बचाओ छोटे बच्चा मारे एक कठिन परिस्थिति बच्चा एक खरा समय रे अपन जो मेहनत करबे पानी पी मेहनत करबे बच्चा मारे आगे लेखा আছে पानी पीबो গড়ি পয়সা দেব পানি পীবো সারি পয়সা দেব গড়ি প্রেজ দ্য লর্ড हालेलुया हालेलुया पर যেতে মেহনত করবে খরা সময় রে এই ছুটি সময় রে আপনার তো ছুটি মিলেছে আপনার তো পাখি সময় আছে আপনার প্রকৃতি করে বসন্ত আর তাই করন্ত এবং বাক্যকে ধরন্ত দর্শনকে দেখন্ত প্রার্থনা করন্ত ওই চালাতে বর্তমান হালেলুয়া এ স্বভাবতে এক গুণতে এটা চূর্ণ অর্থে বর্তমানে আপনার হৃদয়কে চূর্ণ করন্ত কিন্তু সংগীতা 6:50 অথবা 14 কিন্তু সংগীতা 6:18 ଆଉ ଥରେ ଉଚ୍ଚ ଆବାଜରେ ପାଇଥିଲେ ସଦାପ୍ରଭୁ ଆପଣ ନିକଟରେ ପ୍ରାର୍ଥନା କରି ସତ୍ୟ ଭାବରେ ପ୍ରାର୍ଥନା କରି ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି ହାଲେଲୁୟା ବୋଲ ହାଲେଲୁୟା ଆବାଜ ଆସୁନାହିଁ ଏବେ ଆମେ ୱର୍ଶିପରେ ଅଛୁ ପ୍ରେଜେନ୍ସରେ ଅଛୁ ହୋଲିରେ ଅଛୁ ହାଲେଲୁୟା ହାଲେଲୁୟା আমাদের যে আসতে বর্তমানে বাবার মতো বর্তমানে কাজে সদাপ্রভু সত্য ভাবে আমি তো বুঝু চাচারে সদাপ্রভু আমরা নিকটরে প্রার্থনা করি সত্য ভাবে প্রার্থনা করি সমস্ত নিকটবর্তী অর্পণ করি প্রেজ দ্য লর্ড হালেলুয়া হালেলুয়া আমরা বুঝু এই জায়গায় সদাপ্রভু আমরা নিকটরে প্রার্থনা করি সত্য ভাবে প্রার্থনা করি সবাই সত্য ভাবে প্রার্থনা করিবে জীবনে আত্মারে প্রার্থনা করিবে শরীরের নুহ বর্তমান আত্মারে প্রার্থনা করিবে সেই লোকମାନଙ୍କ ମଧ୍ୟରେ প্রভু অটନ୍ତି বর্তমান সেই লোকମାନଙ୍କ ମଧ୍ୟରେ প্রভু অଛନ୍ତି বর্তমানে ଆମେ ଏଠି ଦେଖୁଛୁ সেই ସମସ୍ତ ନିକଟବର୍ତ୍ତୀ ଅଟନ୍ତି বর্তমান ତା ମାନେ ଏକ ଉତ୍ତମ ପ୍ରାର୍ଥନା କରିବାକୁ ତା ମାନେ ଏକ ଉତ୍ତମ ଲୋକ ଯେ ପ୍ରଭୁଙ୍କର ବାକ୍ୟ ଅନୁସରଣ କରୁଥିବ ତା ମାନେ ପ୍ରଭୁଙ୍କ ନିକଟରେ ଚାଲୁଥିବ ତା ମାନେ ପ୍ରଭୁଙ୍କ ସହ ବାର୍ତ୍ତାଳାପ କରୁଥିବ সেই ସଦାପ୍ରଭୁ সেই ଲୋକମାନଙ୍କ ନିକଟବର୍ତ୍ତୀ ଅଟନ୍ତି বর্তমান ହାଲେଲୁୟା ହାଲେଲୁୟା ମାଝି ଆପଣ କହିବା ଇଚ୍ଛା है ଆପଣଙ୍କ ସତ୍ୟ ସତ୍ୟ ବାକ୍ୟକୁ ଆପଣ ଆଦର୍ଶ ଭାବରେ ତାକୁ ପାଳନ କରନ୍ତୁ ବର୍ତ୍ତମାନ କାହିଁକି ପ୍ରଭୁଙ୍କର ବାକ୍ୟ ସତ୍ୟ ଅଟେ ସେ କହିଲେ ମୋ ପଥ ସତ୍ୟ ଓ ଜୀବନ ଅଟେ ବର୍ତ୍ତମାନ ମୋ ଦେଇ ନ ଗଲେ କେହି ପିତା ନିକଟକୁ ଯାଇପାରିବ ନାହିଁ ପ୍ରେଜ୍ ଦ ଲର୍ଡ ହାଲେଲୁୟା ତମକୁ ବାକ୍ୟ ବହୁତ ଆବଶ୍ୟକ ରହିଅଛି প্রভুଙ୍କର বাক্য আমাদের জীবনে যথেষ্ট আবশ্যক রয়েছে এই কঠিন সময়ে আপনার কাম বদলিଯିବ আপনার জীবন রেকর্ড আসবে বর্তমানে ব্যক্তিবশত আসবে বর্তমানে কিন্তু এই সময় মধ্যে যেবে আপনার প্রভুଙ୍କର বাক্যକୁ সঞ্চয় করিবে প্রভুଙ୍କର বাক্যକୁ ধরে চালিবে সত্য মধ্যে লাগি রইবে প্রভুଙ୍କ সহিত জড়িত হবে বর্তমানে পরমেশ্বর আপনার নিকটবর্তী হবে বর্তমানে হালেলুয়া हालेलुया जिसाई 57 रे আমরা কিছু বলছো মানুষের নিকটের বিষয় লেখা আছে Thank you Jesus hallelujah উপদ সে ছোটবেলা ଲୋକମାନଙ୍କ ଅନ୍ତର୍ଗତ ସଜୀବ କରିବା ପାଇଁ ଆମେ ଛୋଟ ଲୋକମାନଙ୍କ ସମ୍ପର୍କ ଅଛୁ କୋଉଠି ଲେଖା ଅଛି ଦେଖିପାରିବେ କି ପଢି ଦିଅ କାରଣ ଯେ ଅନନ୍ତ କାଳର ନିବାସୀ ଯାହାଙ୍କର ନାମ ଧର୍ମମୟ ସେ ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି ଆମେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ ମଧ୍ୟ ନମ୍ର ଲୋକମାନଙ୍କର
ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହିଁ ବାସ କରୁ। Praise the Lord. Hallelujah. Hallelujah. ଆମେ ଦେଖୁଛୁ ଜାଗାରେ ବର୍ତ୍ତମାନେ ସେ ଚୂର୍ଣ୍ଣମନା ଲୋକମାନଙ୍କ ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମେ ଚୂର୍ଣ୍ଣ ଓ ନମ୍ର ଲୋକମାନଙ୍କ ସଙ୍ଗରେ ବାସ କରୁ ବର୍ତ୍ତମାନେ। ଆପଣ ଜାଣି ରଖ ପରମେଶ୍ୱର ତା ସହିତ ବାସ କରିବାକୁ ଚାହୁଁଅଛନ୍ତି। ଅନେକ ଲୋକ ଅଛନ୍ତି ମୋ ଘରେ ବାସ କରିବା ପାଇଁ ମୋତେ ରୁହ ବୋଲି କହିବା ପାଇଁ, କିନ୍ତୁ ଜାଣି ରଖ ଯେ ଆମେ କେଉଁ ଲୋକମାନଙ୍କ ପାଖରେ ପରମେଶ୍ୱର ରହିବେ। ଯେଉଁ ଲୋକମାନଙ୍କର ଜୀବନ ଏମିତି ଅଛି ଯେ ପରମେଶ୍ୱର ସେମାନଙ୍କ ପାଖକୁ ଯିବେ। ଆମେ ଦେଖୁଛୁ ବର୍ତ୍ତମାନେ ସେ ଚୂର୍ଣ୍ଣମନା ଲୋକମାନଙ୍କ ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମେ ଚୂର୍ଣ୍ଣ ଓ ନମ୍ରମନା ଲୋକମାନଙ୍କ ସଙ୍ଗ ହିଁ ବାସ କରିବା। ଯେଉଁମାନେ ନମ୍ର ହେବେ, ହମ୍ବଲ ହେବେ ବର୍ତ୍ତମାନେ, ପ୍ରଭୁ ସେଇ ଲୋକମାନଙ୍କ ସହିତ ବାସ କରିବେ ବର୍ତ୍ତମାନେ। ଆପଣ ରେଡି ହୁଅନ୍ତୁ, ଆପଣଙ୍କର ହୃଦୟକୁ ନମ୍ର କରନ୍ତୁ, କାହିଁକି ବାଇବଲ ଲେଖା ଅଛି, ମାଥ୍ୟୁ 5 ଲେଖା ଅଛି, ନମ୍ର ଲୋକମାନେ ପୃଥିବୀର ଅଧିକାର ହେବେ ବର୍ତ୍ତମାନେ। ସୁଦର୍ଶନ ଲୋକମାନେ ଈଶ୍ୱରକୁ ଦର୍ଶନ କରିବେ ବର୍ତ୍ତମାନେ। ପ୍ରଭୁ ସେଇ କ୍ୟାରେକ୍ଟରକୁ ସଜାଡ଼ିବା ନିମନ୍ତେ ଏଇ କଠିନ ସମୟ ଆମକୁ ଦେଇଛନ୍ତି ବର୍ତ୍ତମାନେ। କାହିଁକି ଏଇଟା ଗୋଟେ ସମୟ ଅଛି, ଗୋଟେ ପିରିୟଡ ଅଛି, ତାପରେ ମହା ବ୍ଲେସିଂ ଅଛି। ପରମେଶ୍ୱର ଆମ ନିକଟବର୍ତ୍ତୀ ହେଉଅଛନ୍ତି ବର୍ତ୍ତମାନ। ଆମ ପାଖରେ ଯଥେଷ୍ଟ ସମୟ ଅଛି, କିନ୍ତୁ এই সময় যদি শেষ হয়ে যাব ବର୍ତ୍ତମାନେ, ଗ୍ରେସ୍ ସମୟ ଯଦି ଶେଷ ହେଇଯିବ ବର୍ତ୍ତମାନେ, ସବୁ ଦ୍ୱାର ବନ୍ଦ ହେଇଯିବ। ଦେଖନ୍ତୁ ଆମର ଗୋଟେ ଦ୍ୱାର ଅଛି, ଦ୍ୱାର ଦେଇ ଭିତରକୁ ଆସନ୍ତୁ। ଯଦି ଦ୍ୱାର ବନ୍ଦ ହବ ଆମର ବନ୍ଦ ହବ। ଗତ ଦିନରେ ଭିଡିଓକୁ ଦେଖୁଥିଲି, ପ୍ରଭୁଙ୍କର ମେସେଜକୁ ଦେଖୁଥିଲି, ମାଥ୍ୟୁ 25 ଅଧ୍ୟାୟ ସୁବୁଦ୍ଧି ଆଉ ନିର୍ବୁଦ୍ଧି ବିଷୟରେ ଆଉ ମେସେଜକୁ ଦେଖୁଥିଲି। ସେମାନେ ଅନେକ ବର୍ଷ ଧରି ମାନେ ସଜାଡୁଥିଲେ ଆପଣଙ୍କ ଜୀବନକୁ ବର୍ତ୍ତମାନେ। ଅନେକ ଦିନ ଧରି ପ୍ରଭୁଙ୍କର ବାକ୍ୟରେ ଜଡ଼ିତ ହେଉଥିଲେ ବର୍ତ୍ତମାନେ। ସେମାନେ ନିର୍ଣ୍ଣୟ ନେଉଥିଲେ ଯେ ଆମେ ପ୍ରସ୍ତୁତ ହେବୁ, ଆମେ ପରକୁ ସାକ୍ଷାତ କରିବୁ। ଅନେକ ବର୍ଷ ଧରି ସେମାନେ ଆପଣଙ୍କର ଶରୀର ମଧ୍ୟରେ ସେ ବାକ୍ୟକୁ ସଞ୍ଚୟ କରୁଥିଲେ ବର୍ତ୍ତମାନେ। ଆପଣ ପାଇଁ ତୈଳକୁ ସେମାନେ ସଂଗ୍ରହ କରୁଥିଲେ ବର୍ତ୍ତମାନେ, ଯଦ୍ୱାରା ଆମେ ପରକୁ ଆମେ ସାକ୍ଷାତ କରିପାରିବୁ। ଅଭିଷେକ ଏକ ତୈଳ ଅଟେ ବର୍ତ୍ତମାନେ। ଅଭିଷେକ କୌଣସି ଦୋକାନରେ ମିଳେ ନାହିଁ, କୌଣସି ସପିଂ ମଲରେ ମିଳେ ନାହିଁ। ଅଭିଷେକକୁ କ୍ୟାରି କରିବାକୁ ପଡ଼ିବ ବର୍ତ୍ତମାନେ। ଅଭିଷେକକୁ ତାକୁ ସୁରକ୍ଷିତ କରିବାକୁ ପଡ଼ିବ ବର୍ତ୍ତମାନେ। କେତେବେଳେ ସୁରକ୍ଷିତ ହେବ? ଯେତେବେଳେ ଆପଣ ଦର୍ଶନ ସହ ଚାଲିବେ, ଯେତେବେଳେ ଆପଣ ପ୍ରଭୁଙ୍କର ବାକ୍ୟ ସହ ଚାଲିବେ, ଯେତେବେଳେ ଆପଣ ପ୍ରଭୁଙ୍କର ବାକ୍ୟ ସହ ଚାଲିବେ, ଯେତେବେଳେ ପ୍ରଭୁଙ୍କର ସେଇ ପ୍ରାର୍ଥନା ସହ ଚାଲିବେ, ସେଇ ଅସ୍ମୃତ ପ୍ରଭୁଙ୍କର ଅନଲିମିଟେଡ ପ୍ରାର୍ଥନା ସହ ଚାଲିବେ, ସେ ଅଭିଷେକ ଆପଣ ସହ ସ୍ତମ୍ଭ ଧରିବ ବର୍ତ୍ତମାନେ। ତା ଶେଷ ହେବ ନାହିଁ, ତା ବଢ଼ି ବଢ଼ିକୁ ଯିବ ବର୍ତ୍ତମାନେ। ହାଲେଲୁୟା। କିନ୍ତୁ ଯିଏ ଜୀବନ ଜୀବନରେ ସେ ଅଭିଷେକ ବଢ଼ିଲା ବର୍ତ୍ତମାନେ। ଧୀରେ ଧୀରେ ସ୍টেপ বাই স্টেপ ସେ ସେଇ ଅଭିଷେକକୁ ବଢ଼ାଇଲେ ବର୍ତ୍ତମାନ, ସେ ତୈଳକୁ ବଢ଼ାଇଲେ, ସେ ସ୍ତମ୍ଭକୁ ବଢ଼ାଇଲେ, ଯଦ୍ୱାରା ଅନ୍ତର୍କ ହେଲା ବର୍ତ୍ତମାନ। ଆଉ ସେ ପରିବାକୁ ଲାଗିଲା, ଗୋଟେ ନଦୀ ହେଇଗଲା ବର୍ତ୍ତମାନ। ଆଜି ମୁଁ ଆପଣଙ୍କ ଲାଇଫକୁ ସବୁ ନିକଟରେ ଆଣିବାକୁ ଚାହେଁ ବର୍ତ୍ତମାନ। ସେଇ ସବୁ ଦୁର୍ବୁଦ୍ଧିମାନଙ୍କ ମଧ୍ୟରେ ସେ ଅଭିଷେକକୁ ସେମାନେ ରଖିଲେ, କିନ୍ତୁ ଦୁର୍ବୁଦ୍ଧିମାନଙ୍କର ଯୋଉ ବଳ ଥିଲା, ଆଟିଟ୍ୟୁଡ ଥିଲା ବର୍ତ୍ତମାନ, ଆଉ ସେମାନଙ୍କ ମଧ୍ୟରେ ସେ ଅଭିଷେକକୁ ତିଆରି କରିପାରିଲେ ନାହିଁ ବର୍ତ୍ତମାନ। ସେମାନେ ଘମଣ୍ଡି ହେଲେ ବର୍ତ୍ତମାନ। ପଇସାରେ ଘମଣ୍ଡି ପାରନ୍ତି, ଜଲସରେ ଘମଣ୍ଡି ପାରନ୍ତି, କିନ୍ତୁ ସେଇ ଲୋକମାନଙ୍କ ପାଇଁ ସେ ଦ୍ୱାର ଖୋଲା ହେବ ନାହିଁ ବର୍ତ୍ତମାନ। କିନ୍ତୁ ସେମାନେ ପ୍ରଭୁଙ୍କର ସହିତ ଜଡ଼ିତ ଥିଲେ, ଅଭିଷେକ ଜଡ଼ିତ ଥିଲେ ବର୍ତ୍ତମାନେ। ସେମାନେ ଜାଣିଲେ ଯେ ପ୍ରଭୁଙ୍କର ଆସିବା ସମୟ ହେଇଗଲାଣି। ସେମାନେ ଆପଣଙ୍କର ପ୍ରତିଭାକୁ ସଜାଡ଼ିବାକୁ ଲାଗିଲେ, ଆପଣଙ୍କର সময়କୁ ସଜାଡ଼ିବାକୁ ଲାଗିଲେ। ଏଇ ସମୟ ବରଙ୍କର ସମୟ ଅଟେ, ଆଉ ସେମାନେ ବରକୁ ସ୍ୱାଗତ କରିବା ନିମନ୍ତେ ସେମାନେ ପ୍ରସ୍ତୁତି ଆରମ୍ଭ କଲେ। এই আরম্ভ সময় মধ্যে
ସେ ଦୁର୍ବୁଦ୍ଧିମାନ କନ୍ୟା ମାନଙ୍କର ତୈଳ ଗୁଡାକ ଲିଭିଗଲା ବର୍ଷ ପାଇଁ। ସେମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ସେମାନେ ଆପଣ ଲୋକମାନଙ୍କ ମଧ୍ୟରେ କଥାବାର୍ତ୍ତା ହେବାକୁ ଷ୍ଟାର୍ଟ କରିଦେଲେ ବର୍ଷ ପାଇଁ। ବାର୍ତ୍ତାଳାପ କରିବାକୁ ଷ୍ଟାର୍ଟ କରିଦେଲେ, ଚୁଗୁଲି କରିବାକୁ ଷ୍ଟାର୍ଟ କରିଦେଲେ। ସେ ଭୋଟିମାନଙ୍କୁ ମାଗିବା ତୈଳ, ଆମର ତୈଳ, ଆମର ଦୀପ ଲିଭିଗଲାଣି, ଆମେ ସେମାନଙ୍କୁ ମାଗିବା, କିନ୍ତୁ ସେମାନେ ମନା କରିଦେଲେ ଆମକୁ ଘଣ୍ଟି ବନାଏ ବରଂ ତୁମେ ଆପଣ ବିଭୂତି ଦୋକାନକୁ ଯାଇ କିଣି ଆଣ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଦୋକାନରେ ସେ ତୈଳ ନାହିଁ ବର୍ତ୍ତମାନ। ପ୍ରଭୁଙ୍କ ବାକ୍ୟରେ ସେ ତୈଳ ଅଛି ବର୍ତ୍ତମାନ। ଆଜି ଲୋକ ଭାଗ୍ୟ ଅଭାବ ହେବା ସକାଶେ ଲୋକ ବିନଷ୍ଟ ହେଉଛନ୍ତି ବର୍ତ୍ତମାନ। ଯେତେବେଳେ ସେ ଶବ୍ଦକୁ ଶୁଣିଲେ ସେମାନେ ଆପଣ ପାଇଁ ତୈଳ ଦୋକାନକୁ ପଳାଇଲେ ବର୍ତ୍ତମାନେ। ଆଉ ଯେତେବେଳେ ଦୋକାନକୁ ଯାଇଛନ୍ତି ସେଇ ସମୟରେ ବର ଆସି ପହଞ୍ଚିଗଲେ ବର୍ତ୍ତମାନେ। ଆଉ ସେମାନେ ବରକୁ ସ୍ୱାଗତ କଲେ। କବାଟ ବନ୍ଦ ହେଇଗଲା ବର୍ତ୍ତମାନ। ଯେତେବେଳେ ସେମାନେ ପଛରେ ସେମାନେ ଆସିଲେ, ସେମାନେ କବାଟକୁ ବଢାଉଛନ୍ତି, କିନ୍ତୁ ଭିତରୁ ଗୋଟେ ଶବ୍ଦ ଆସୁଛି। ଯୀଶୁକୁ ଥିଲେ, ଯୀଶୁଙ୍କ ମଣ୍ଡଳୀ ଥିଲେ, ଗୋଟେ ସୌଭାଗ୍ୟତା ଥିଲେ ବର୍ଷ। ସୌଭାଗ୍ୟତା ଥାଇକି ମଧ୍ୟ ଲୋକଙ୍କର ଜୀବନର ଅଭିଷେକ ଭାବି ଯାଉଛି ବର୍ଷ। ଆମେ ଏଠି ବସିଛୁ, ଏକ ଜାଗାରେ ଅଛୁ, ବାକ୍ୟ ଶୁଣୁଛୁ, ସବୁ ବିଷୟ ଆମେ କରିପାରୁଛୁ, ଯୀଶୁଙ୍କ ସହିତ ଆରାଧନା କରିପାରୁଛୁ, କିନ୍ତୁ ଏଇ ସମୟରେ ଆମ ପାଖରେ ସେଇ ପରିସ୍ଥିତିକୁ ଆମେ କରିପାରୁନୁ ବର୍ଷ। ଯେତେବେଳେ ପ୍ରସ୍ତୁତି ସମୟ ହେଇଯାଉଛି ଆମର ଶରୀର ତୈଳ ଅଭାବ ହେଇଯାଉଛି। ଆମେ ବ୍ୟତିବ୍ୟସ୍ତ ହେଇଯାଉଛି, ଗୋଟେ ଫୋନ କରିଦଉଛି, ଆମେ ବ୍ୟତିବ୍ୟସ୍ତ ହୋଇକରି ଆମେ ଫୋନକୁ ଧରି ବାହାରକୁ ପଳାଇ ଯାଉଛୁ ବର୍ଷ। ଠିକ ସେଇ ସମୟରେ ଦ୍ୱାର ବନ୍ଦ ହେଇଯାଉଛି, ଠିକ ସେଇ ସମୟରେ ସେ କବାଟ ବନ୍ଦ ହେଇଯାଉଛି, ଠିକ ସେଇ ସମୟରେ ଝରକା ବନ୍ଦ ହେଇଯାଉଛି ବର୍ତ୍ତମାନେ। ମୁଁ କହିବା ପାଇଁ ଚାହେଁ ଆପଣଙ୍କର ଚକ୍ଷୁ, ଆପଣଙ୍କର ମୁଖ, ଆପଣଙ୍କ ପାଦ, ଆପଣଙ୍କ ହାତ ପୁରା ରାଇଟ୍ ଜାଗାରେ ଥିବାର ଅଛି ବର୍ତ୍ତମାନେ, ଯଦ୍ୱାରା ଆପଣ ବରକୁ ସ୍ୱାଗତ କରିପାରିବେ। ଆମେ ବି ଏଠି ଅଛୁ, କିନ୍ତୁ ସମୟ ଆସୁଛି ଆମେ କେତେ ଜଣ ଆମେ ବରକୁ ସାକ୍ଷାତ କରିପାରିବୁ, କେତେ ଜଣ ଆମେ ବାହାରକୁ ଯାଇପାରିବୁ। ବଡି ପ୍ରେଜେଣ୍ଟ ପାଇଁ ଆବଶ୍ୟକ ହେଉଛି। ଟଙ୍କା ଆମକୁ ପାଗଳ କରିଦଉଛି, ମୋବାଇଲ ଆମକୁ ପାଗଳ କରିଦଉଛି, ଆଟିଟ୍ୟୁଡ ଆମକୁ ପାଗଳ କରିଦଉଛି, ଗର୍ବ ଆମକୁ ପାଗଳ କରିଦଉଛି। ଯେତେବେଳେ ଆସିବେ ଆପଣଙ୍କ ଗର୍ବକୁ ଛାଡ଼ି ଦିଅନ୍ତୁ, ଯେତେବେଳେ ଆସିବେ ଆପଣଙ୍କର ସେଇ ଯୋଉ ବିଷୟ ଆପଣ ବର୍ତ୍ତମାନ ଛାଡ଼ି ଦିଅନ୍ତୁ, ଆପଣ ପ୍ରଭୁଙ୍କ ନିକଟରେ ଆସନ୍ତୁ, ଆପଣ ହୃଦୟକୁ ସାମର୍ଥ୍ୟ ଲାଭ କରି ଆପଣ ପ୍ରଭୁଙ୍କ ନିକଟରେ ରଖନ୍ତୁ ବର୍ତ୍ତମାନେ। ପ୍ରାର୍ଥନାରେ ବସନ୍ତୁ ବର୍ତ୍ତମାନ, ଛୁଆ ଦ୍ୱାରା ଆପଣ ପରଙ୍କ ନିକଟରେ ଆପଣ ରହିପାରିବେ ବର୍ତ୍ତମାନ। ଯେତେବେଳେ ସେ ଫେରିକି ଆସିଲେ ଭିତରୁ ଗୋଟେ ଆବାଜ ଯାଉଛି, ମୁଁ ତୁମକୁ ଜାଣେ ନାହିଁ। हे प्रभु हमें डेली हमें प्रार्थना आसिबुलु प्रभु, डेली हमें सामने बसुलु प्रभु, हमें का रूप प्रभु, हमें का फ्रंट लाइन थे, हमें का शेर थे, हमें का उत्तम जाना थे, हमें का सब जगह आगे थे, किंतु जो समय रे আমরা ছিলাম সে সময় আপনারা নাহান্তি, जो समय रे আমরা রেডি হওয়ার সে সময় আপনারা নাহান্তি, আমরা দেখা যাও নাহান্তি। ଗୋଟେ କ୍ଲିପ ଦେଖୁଥିଲି, ଜଣେ ଭଉଣୀ ଦୌଡ଼ିକି ଆସିଲା, ଏମିତି ଆଗ ଦୌଡୁଛି ଆସିଲା, ଆଉ ସେ କହୁଛି ସେ ଜାଗାରେ ଦୀକ୍ଷା ଦେଇଥିଲେ, ମୋର ନାମ ଜୀବନ ପୁସ୍ତକ ଲେଖା ହୋଇଛି କି ନାହିଁ, ଜଲ୍ଦି ଦେଖ ଜଲ୍ଦି ଦେଖ ଜଲ୍ଦି ଦେଖ। ଯେତେବେଳେ ସେ ଦେଖିଲେ ଭଉଣୀ ଆପଣଙ୍କ ନାମ ଜୀବନ ପୁସ୍ତକରେ ଲେଖା ଯାଇନାହିଁ, ସେ ପୁରା ବିଚଳିତ ହେବାକୁ ଆରମ୍ଭ କଲେ, ଚିଲ୍ଲାଇଲେ, କାହିଁକି ମୋ ନାମ ଜୀବନ ପୁସ୍ତକ ନାହିଁ? କାହିଁକି ତମର ସେ ଗର୍ବ, ତମର ଆଟିଟ୍ୟୁଡ ଆଜି ଖରାପ ଥିବା ହେତୁ, ତମେ ଚୁଗଲି କରୁଥିବା ହେତୁ, ବ୍ୟଭିଚାର କରୁଥିବା ହେତୁ, ତମେ ଦାନ ଦଉଥିବ ସତ, କିନ୍ତୁ ତୁମ ମଧ୍ୟରେ ପ୍ରଭୁଙ୍କର ସେ ପ୍ରେମ ନଥିଲା, ତୁମ ମଧ୍ୟରେ ସେଇ ଯୁକ୍ତିଯୁକ୍ତ ଉପାସନା ନଥିଲା, ତୁମ ମଧ୍ୟରେ ସେଇ ଧାର୍ମିକ ବିଷୟ ନଥିଲା, ତୁମ ମଧ୍ୟରେ ସେ ଭକ୍ତାତ୍ମକ ବିଷୟ ନଥିଲା। ଏଥିପାଇଁ ତୁମର ନାମ ଜୀବନ ପୁସ୍ତକ ଲେଖାଯାଏ ନାହିଁ। ଛାଇକିନା ଦୂତମାନେ ଆସିଲେ ତାକୁ ଟେକି ନେଇକରି ଅଗ୍ନିର ମଧ୍ୟରେ ପକାଇଦେଲେ। ଯେତେବେଳେ ସେ ଜାଗାରେ ପଡ଼ିଲା ତାକୁ ସବୁ ଟାଣିବାକୁ ଆରମ୍ଭ କଲେ, ସବୁ ବର୍ଷା ସବୁ ପୋକ ଗୁଡାକ ତା ଭିତରେ ପ୍ରବେଶ କରି ଆରମ୍ଭ, ଚିଲ୍ଲାଉଛି। ମୁଁ କହିବା ପାଇଁ ଚାହେଁ ବର୍ତ୍ତମାନେ, ଗର୍ବ ଆପଣଙ୍କ ପାଇଁ ନାହିଁ
ନାଇଁ ମୋର ପ୍ରିୟ ଭଉଣୀ ମାନେ, ନରକ ଆପଣଙ୍କ ପାଇଁ ନାଇଁ ମୋର ପ୍ରିୟ ମା ମାନେ, ନରକ ଆପଣଙ୍କ ପାଇଁ ନାଇଁ ମୋର ପ୍ରିୟ ଭାଇ ମାନେ, ସ୍ୱର୍ଗ ଆପଣଙ୍କର ଅଟେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଛାଡ଼ି ଦିଅ ଏଇ ଜଗତର ସୁଖକୁ, ଛାଡ଼ି ଦିଅ ଜଗତର ରଙ୍ଗ ବିରଙ୍ଗ ବିଷୟକୁ, ପ୍ରଭୁଙ୍କ ନିକଟରେ ଫେରି ଆସ, ଏକ ଯୁକ୍ତି ଯୁକ୍ତି ଉପାସନା କର। ହାଲେଲୁୟା। ଏହା ସମୟ ଅଟେ আপনার হৃদয়কে শূন্য করিবা। ଏହା ସମୟ ଅଟେ ଅନ୍ତଃକରଣକୁ ଆମେ ପ୍ରଭୁଙ୍କ ନିକଟରେ ଦେବା, କାହିଁକି ପରମେଶ୍ୱର ଅନ୍ତଃକରଣକୁ ନିରୀକ୍ଷଣ କରନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପରମେଶ୍ୱର କାହାକୁ ନିରୀକ୍ଷଣ କରନ୍ତି? ଅନ୍ତଃକରଣକୁ ନିରୀକ୍ଷଣ କରନ୍ତି। ଆଇ 22 ଅଧ୍ୟାୟ प्रभु को वाक्य द्वितीय पॉइंट प्रथम है प्रभु निकटवर्ती है, द्वितीय पॉइंट प्रभु को वाक्य पूर्ण है। आई 22 अध्याय 12 वाक्य निर्गत आज्ञार विभिन्न होय नाही, ମୁଁ ଆପଣ ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏହା ସଞ୍ଚୟ କରିବାର ସମୟ ଅଟେ। অনেক লোক ব্যাংক ব্যালেন্সে সঞ্চয় করতে মরছে, অনেক লোক অনেক ব্যাংকরে অনেক প্রকার স্কিমরে ସେମାନେ সঞ্চয় କରନ୍ତି, কিন্তু ତାହା ଅସ୍ଥାୟୀ ଅଟେ ବର୍ତ୍ତମାନେ, ତାହା ଅସ୍ଥାୟୀ ଅଟେ। କିନ୍ତୁ ଆମେ ଯେଉଁ ସଞ୍ଚୟ ବିଷୟରେ ଯଦି ଶିଖିବା ତାହା ଚିରସ୍ଥାୟୀ ଅଟେ ବର୍ତ୍ତମାନେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୁଁ ତାଙ୍କ ଅଷ୍ଟାଦର ନିର୍ଗତ ଆଜ୍ଞାର ବିମୁଖ ହୋଇନାହିଁ, ମୁଁ ଆପଣ ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାଙ୍କର ମୁଖର ବାକ୍ୟକୁ ସଞ୍ଚୟ କରୁଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଠି ଆଇବ ଏକ ନିଗୁଡ ବିଷୟକୁ ସେ ଆଲୋଚନା ରଖିବାକୁ ଚାହୁଁଛନ୍ତି ବର୍ତ୍ତମାନେ। ଲୋକ ବଞ୍ଚିବା ନିମନ୍ତେ ଆହାର ସଂଗ୍ରହ କରନ୍ତି, ଲୋକ ପିନ୍ଧିବା ନିମନ୍ତେ କପଡ଼ା ସଂଗ୍ରହ କରନ୍ତି, କିନ୍ତୁ ପ୍ରଭୁଙ୍କର ଲୋକ ଆଇବ ପ୍ରଭୁଙ୍କର ବାକ୍ୟକୁ ସଂଗ୍ରହ କରୁଛନ୍ତି ବର୍ତ୍ତମାନେ। କାହିଁକି? ଏଇ ବାକ୍ୟ ଜୀବନ୍ତ ଅଟେ, ଏଇ ବାକ୍ୟ କାର୍ଯ୍ୟକାରୀ ଅଟେ, ଏଇ ବାକ୍ୟ ଶକ୍ତିଯୁକ୍ତ ଅଟେ, ଏଇ ବାକ୍ୟ ପ୍ରାସଙ୍ଗିକ ଖଣ୍ଡଯୁକ୍ତ ହାତୁଡ଼ି ଅଟେ ବର୍ତ୍ତମାନେ। ହାଲେଲୁୟା, ହାଲେଲୁୟା। ତ ମୁଁ କହିବାକୁ ଚାହେଁ ତାଙ୍କ ଅଷ୍ଟାଦର ନିର୍ଗତ ଆଜ୍ଞାରୁ ସେ ବିମୁଖ ହୋଇନାହାନ୍ତି। ପ୍ରଭୁଙ୍କର ଆଜ୍ଞାକୁ ସେ ମାନିଲେ, ତାଙ୍କର ବାକ୍ୟକୁ ମାନିଲେ, ତାଙ୍କର କଥାକୁ ମାନିଲେ, ତାଙ୍କ ପଥରେ ଚାଲିଲେ, ତାଙ୍କ ସହିତ ବସିଲେ, ତାଙ୍କ ସହିତ ଉଠିଲେ। ସେ ଆଜ୍ଞାରୁ ପଛକୁ ଚାହିଁନାହାନ୍ତି ବର୍ତ୍ତମାନେ, ସେ ଡେଲି ପ୍ରଭୁଙ୍କର ବାକ୍ୟକୁ ସଞ୍ଚୟ କରୁଛନ୍ତି ବର୍ତ୍ତମାନେ। ଧନ ସରିଯିବ, ଟଙ୍କା ସରିଯିବ, ମନୁଷ୍ୟ ସରିଯିବ, କିନ୍ତୁ ପ୍ରଭୁଙ୍କର ବାକ୍ୟ କେବେ ସରିବ ନାହିଁ ବର୍ତ୍ତମାନ। ପ୍ରଭୁଙ୍କର ବାକ୍ୟ ଡେଲି ବ୍ରେଡ୍ ଅଟେ, ସେ ଡେଲି ଆପଣଙ୍କୁ ମାନ ଦିଅନ୍ତି। ହାଲେଲୁୟା, 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 ହାଲେଲୁୟା। ଡେଲି ଯଦି ଆପଣ ପ୍ରଭୁଙ୍କର ବାକ୍ୟକୁ ଚୁମ୍ବାଇବେ, ଡେଲି ଯଦି ଆପଣ ପ୍ରଭୁଙ୍କ ବାକ୍ୟକୁ ଆପଣ ମୁଖରେ ନେବେ, ଡେଲି ଯଦି ପ୍ରଭୁଙ୍କର ବାକ୍ୟକୁ ଆପଣଙ୍କ ଜୀବନରେ ଆପଣଙ୍କ ତାକୁ ଗାଈ ଯଦି ସେ ପ୍ରଭୁଙ୍କର ଖାଇଥିବ, ରାତିରେ ସେ ତାକୁ ବାହାରିବ, ଚୁମ୍ବାଇବ ବର୍ତ୍ତମାନ, ଚୁମ୍ବାଇବ, ତାକୁ ପାମ୍ପଡ଼ିକୁ ଚୁମ୍ବାଇବ, ଏତେ ଟେଷ୍ଟ ଲାଗିବ ବର୍ତ୍ତମାନ। ଜିଜିକୁ ଚୁମ୍ବାଉଥିଲେ, ଚୁମ୍ବାଉଥିଲେ, ତେଣୁକରି ଯେ ଶୁଷ୍କ ଉପତ୍ୟକାରେ ପ୍ରଚାର କଲେ, ହାଡ଼ମାନଙ୍କ ମଧ୍ୟରେ ପ୍ରଚାର କଲେ, ଭାଗି ଯାଇଥିବା ହାଡ଼ମାନଙ୍କ ପାଖରେ ଠିଆଉଠି ପ୍ରଚାର କଲେ। ଏ ହାଡ଼ମାନେ ଏକ ଜାଗାରେ ଆସ, ଯେମିତି ସେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ, ହାଡ଼ମାନେ ଗୋଟେ ଜାଗାରେ ରୁଣ୍ଡ ହେଲେ। ସେଟା ଖଞ୍ଜିବାକୁ ଷ୍ଟାର୍ଟ ହେଇଗଲା, ଜଳିବାକୁ ଷ୍ଟାର୍ଟ ହେଇଗଲା ବର୍ତ୍ତମାନ, ଜଳିବାକୁ ଷ୍ଟାର୍ଟ ହେଇଗଲା ବର୍ତ୍ତମାନ। ମୁଁ ଆଜି ଆପଣଙ୍କୁ କହିବାକୁ ଚାହେଁ, ଆପଣଙ୍କ ପାଖରେ ସେ ବାକ୍ୟ ଅଛି, ଆପଣ ତାକୁ କହନ୍ତୁ, ପ୍ରତିଷ୍ଠା କରନ୍ତୁ କି ଆପଣ ମୁଣ୍ଡ ଖୋଲା କରି ତାକୁ କମାଣ୍ଡ କରନ୍ତୁ ବର୍ତ୍ତମାନ, ତାହା ଆପଣଙ୍କ ଲାଇଫରେ ଘଟିବାକୁ ଷ୍ଟାର୍ଟ ହେଇଯିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, 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 ହାଲେଲୁୟା। ବର୍ତ୍ତମାନ ପୂର୍ଣ୍ଣତା କଲସ୍ୟ 2:9-10 ଲେଖା ଅଛି। ଜଲ୍ଦି ଆମେ ଆଗକୁ ବଢିବା।
କଲୋସିୟ 2 ଅଧ୍ୟାୟ 9 ଆଉ 10। କାରଣ ଖ୍ରୀଷ୍ଟଙ୍କ ଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ, ପୁଣି ସମସ୍ତ ଆଧିପତ୍ୟ ଓ ଗର୍ଦାପଣର ମସ୍ତକ ସ୍ୱରୂପ ଯେ ସେ ତାହାଙ୍କ ସୌଭାଗ୍ୟତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ। ହାଲେଲୁୟା। তার খ্রিস্টপূজার সম্পূর্ণ ঈশ্বর দেহবন্ত হয়ে বাস করে, পুনি সমস্ত আধিপত্য কর্তাপনের মস্তক স্বরূপে যে সে তার সৌভাগ্যতা তোমার পূর্ণতা প্রাপ্ত হইয়াছ। তার সৌভাগ্যতা বর্তমান প্রভুকে সৌভাগ্যতা বর্তমানে আপনার পূর্ণতা দেব বর্তমান গীত গাও পূর্ণতারে আম জীবন ধন্য তুম পূর্ণতারে আম জীবন ধন্য। হালেলুয়া। প্রভুর পূর্ণতা আপনার জীবনকে ধন্য করিব। সমস্ত আধিপত্য কর্তব্য অষ্টক সর্বশেষ তাঙ্ক সৌভাগ্যতারে তোমানে আজ মনুষ্য চাହୁଛି ଯୀଶୁ ଚାହୁଁଛନ୍ତି ତାଙ୍କର ସୌଭାଗ୍ୟତା ଆପଣଙ୍କ ପାଖରେ ଆସୁ। ଖ୍ରୀଷ୍ଟୀୟ ସୌଭାଗ୍ୟତା ଯଦି ଆପଣଙ୍କ ପାଖରେ ଅଛି ବର୍ତ୍ତମାନେ ଆପଣ ପୂର୍ଣ୍ଣତା ମଧ୍ୟରେ ଅଛନ୍ତି ବର୍ତ୍ତମାନେ। ପ୍ରଭୁଙ୍କ ଉପସ୍ଥିତିରେ ଆପଣ ଅଛନ୍ତି ବର୍ତ୍ତମାନେ। ତାଙ୍କର ସୌଭାଗ୍ୟତା ଆପଣଙ୍କୁ କଣ କରେ? ଆଗକୁ ବଢିବା ନିମନ୍ତେ ଆପଣଙ୍କୁ ସାହାଯ୍ୟ କରେ ବର୍ତ୍ତମାନେ। ଗୀତ ସଂହିତା 19:7 ଲେଖାଗଲା, ସଦାପ୍ରଭୁଙ୍କର ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ, ସଦାପ୍ରଭୁଙ୍କର ପ୍ରବଳ ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ। ପ୍ରେଜ୍ ଦ ଲର୍ଡ। ତା ମାନେ ପ୍ରଭୁଙ୍କର ବାକ୍ୟ ସିଦ୍ଧ ଅଟେ ବର୍ତ୍ତମାନେ। ଆପଣଙ୍କର ପ୍ରାଣକୁ ଆପଣଙ୍କ ଶରୀରକୁ ସ୍ୱାସ୍ଥ୍ୟବାନ କରିବ। ଆପଣ ରୋଗରେ ମରିବେ ନାହିଁ, ଆପଣ ସମସ୍ୟାରେ ମରିବେ ନାହିଁ, ଆପଣ ଭୋକରେ ମରିବେ ନାହିଁ ବର୍ତ୍ତମାନେ। ଯେଉଁ ପର୍ଯ୍ୟନ୍ତ ପ୍ରଭୁଙ୍କର ବାକ୍ୟ ଆପଣଙ୍କ ପାଖରେ ଅଛି ଆପଣଙ୍କ ଜୀବନ ସ୍ଥିତ ଅଟେ, ଆପଣଙ୍କ ଲାଇଫ ସ୍ଥିତ ଅଟେ। ହାଲେଲୁୟା ହାଲେଲୁୟା। ତାଙ୍କ ପ୍ରଭୁଙ୍କର ବାକ୍ୟ ଅଟଳ ଅଟେ ବର୍ତ୍ତମାନେ। ସେ ଟଳମଳ ହେବ ନାହିଁ, ଶୈତାନ ଟଳମଳ ହେଇଯିବ, ପରିସ୍ଥିତି ଟଳମଳ ହେଇଯିବ। ଆପଣ ଛିଡା ଉଠେଇଲେ, ଯେତେ ଦାଉଦ ଛିଡା ଉଠେଇଲେ ଗଲିଆନ ଟଳମଳ ଆରମ୍ଭ ହେଲା ବର୍ତ୍ତମାନେ। ବିଚଳିତ ଆରମ୍ଭ ହେଲା ବର୍ତ୍ତମାନେ। ଗୋଟେ ସାନ ଛୁଆ ତାକୁ ମୁଁ ଗଡରେ ରନ୍ଦି ଦେବି ଚେଷ୍ଟା କଲା, ଆଉ କିଏ ଅଛି କି? ମାତ୍ର ସେଇ ଜାଗାରେ ଆଉ ଦାଉଦ ଡେଭିଡ୍ ଆସିଲେ ବର୍ତ୍ତମାନେ ଗଲିଆନକୁ ବଧ କରିପାରିଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା 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 ହାଲେଲୁୟା। ଦାଉଦ ଗଲେ ଗଲିଆନକୁ ବଧ କରିବା ନିମନ୍ତେ, ପ୍ରଭୁଙ୍କର ବାକ୍ୟକୁ ନେଇଗଲେ ବର୍ତ୍ତମାନେ। ତାଙ୍କ ପାଖରେ ଅସ୍ତ୍ର ନଥିଲା, ତାଙ୍କ ପାଖରେ ଖड्ग ନଥିଲା, କିନ୍ତୁ ପ୍ରଭୁଙ୍କର ଖड्ग ତାଙ୍କ ପାଖରେ ଥିଲା, ବିଶ୍ୱାସର ଖड्ग ତାଙ୍କ ପାଖରେ ଥିଲା, ଧାର୍ମିକର ଖड्ग ତାଙ୍କ ପାଖରେ ଥିଲା, ଆତ୍ମାଙ୍କର ଖड्ग ତାଙ୍କ ପାଖରେ ଥିଲା। ହାଲେଲୁୟା। 5 ଗୋଟି ଖड्ग ତାଙ୍କ ପାଖରେ ଥିଲା, 5 ମିନିଷ୍ଟ୍ରି ତାଙ୍କ ପାଖରେ ଥିଲା। ହାଲେଲୁୟା। ସେ ଖड्गକୁ ସେ ବ୍ୟବହାର କଲେ ବର୍ତ୍ତମାନେ। ଗଲିଆନ ଜାଣି ପାରିଲା ନାହିଁ, ତାର ଅହଙ୍କାରକୁ, ତାର ଆଟିଟ୍ୟୁଡକୁ ଗୋଟିଏ ପଥରରେ ସେ ନଷ୍ଟ କରାଗଲା ବର୍ତ୍ତମାନେ। ପ୍ରେଜ୍ ଦ ଲର୍ଡ। କହନ୍ତୁ ଗୋଟିଏ ପଥର କାଫି ଅଟେ। କହନ୍ତୁ ଗୋଟିଏ ପଥର କାଫି ଅଟେ। ଗୋଟିଏ ପଥର କାଫି ଅଟେ ପରିସ୍ଥିତିକୁ ନଷ୍ଟ କରିବା ନିମନ୍ତେ। ଚିଲ୍ଲାଇକି କହନ୍ତୁ ଗୋଟିଏ ପଥର କାଫି ଅଟେ ଶୈତାନକୁ ପରାସ୍ତ କରିବା ନିମନ୍ତେ, ରୋଗକୁ ପରାସ୍ତ କରିବା ନିମନ୍ତେ, ସମସ୍ୟାକୁ ପରାସ୍ତ କରିବା ନିମନ୍ତେ। ହାଲେଲୁୟା। କ୍ୟାନ୍ସରକୁ ପରାସ୍ତ କରିବା ନିମନ୍ତେ ଗୋଟିଏ ପଥର କାଫି ଅଟେ। ଯଦି ଗୋଟିଏ ପଥର ଯଦି ବାଜିଲା, ବୀର ଗଲିଆନ ଯଦି ପଛାଡ଼ି ପଡ଼ିଲା, ତା ମାନେ କ୍ୟାନ୍ସର ଅଂଶକ୍ଷେପ କଲେ। ହାଲେଲୁୟା ହାଲେଲୁୟା। କହିବାରେ କ୍ୟାନ୍ସର ଗୋଟିଏ ପଥରରେ ମରିଯିବ। ପ୍ରେଜ୍ କମାଣ୍ଡ କରନ୍ତୁ, ବିଶ୍ୱାସ କରନ୍ତୁ ବର୍ତ୍ତମାନେ। ଆପଣ ତ ଫେଥକୁ ବୃଦ୍ଧି କରନ୍ତୁ। କାହିଁକି ଆମେ ଦେଖୁଛୁ ସଦାପ୍ରଭୁଙ୍କର ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ, ସଦାପ୍ରଭୁଙ୍କର ପ୍ରବଳ ବାକ୍ୟ ଅଟଳ, ପ୍ରଭୁଙ୍କର ଜ୍ଞାନଦାୟକ। ଆପଣଙ୍କର ପ୍ରଭୁ ଜ୍ଞାନ ଦେଇଛନ୍ତି। ପ୍ରଭୁ ବିଷୟର ଜ୍ଞାନ ଆରମ୍ଭ ଅଟେ, ଶେଷ ନୁହଁ। ହାଲେଲୁୟା। ଆପଣ ହିତୋପଦେଶକୁ ପଢ଼ନ୍ତୁ, ଜ୍ଞାନ ପାଇବେ।
ହିତୋପଦେଶ 10:5 ଜଲ୍ଦି ଆପଣ ଥଣ୍ଡା ହଉଛନ୍ତି, ଗରମରେ ରୁହନ୍ତୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ନିଦ କରନ୍ତୁ, ଆଉ ଥରେ କହିବା ନିଦକୁ, ହାଲେଲୁୟା। ଆତ୍ମାରେ ପବିତ୍ର ଆତ୍ମାରେ କଣ ଆବେ आत्मारे पवित्र आत्मारे यीशु की शक्ति को ला, आत्मारे पवित्र आत्मारे यीशु की शक्ति को ला। हालेलुया। तमारे में आत्मारे बसवार छे बेटे बोलावडे में पड़ता है। प्रभु निकट रोचो भोनी माने पा माने टिके हसो आज क्लोजअप लगाइछ, क्लोजअप करछ ललिता का बढ़िया क्लोजअप करछ। प्रेज द लॉर्ड। देखिए और क्या होछ की वाह, प्रेज द लॉर्ड, हालेलुया हालेलुया हालेलुया। और खाना दाने भी बढ़िया क्लोजअप करछ देखि हसो छ। प्रेज द लॉर्ड, हालेलुया हालेलुया। वो तो हालेलुया हालेलुया हालेलुया। बेरो मत चुपचाप खड़े रहो। अरे इसुकी प्रेज द लॉर्ड, हालेलुया। प्रभु को मानचे को धरो, आपरो डरबा आवश्यक नाही। प्रभु कार्य करबा स्टार्ट कर देते। प्रेज द लॉर्ड, प्रेज द लॉर्ड। कोरिन्थियो 10:5 को शेष वार को जाउछि। ग्रीष्म काଳରେ ଯେ ସଞ୍ଚୟ କରେ ସେ ବୁଦ୍ଧିମାନ ପୁତ୍ର, ମାତ୍ର ଫସଲ ସମୟରେ ଯେ ନିବୃତ୍ତ ଥାଏ ସେହି ପୁତ୍ର ଲଜ୍ଜାଜନକ। কি সময় চাইছে বে? গ্রীষ্ম সময় চাইছে। এই সময়ে যদি সঞ্চয় করে বর্তমানে সে বুদ্ধিমান হতে। গোটে গোটে টঙ্কা যদি সে সঞ্চয় করিব বর্ষা সময় সে বঞ্চে যাব। তখন বার বার পড়ব না বর্ষা, কিন্তু আমার যথেষ্ট খাদ্য। हालेलुया। ग्रीष्म काल जे संचय करছে बुद्धिमान पुत्र अटे। कहबा तो मो बुद्धिमान पुत्र कौन तो मो बुद्धिमान अटे, मो बुद्धिमान अटे, मो ज्ञानवान अटे। हालेलुया हालेलुया। मो दिग्राज व्यक्ति नुगो, मो सहित व्यक्ति नुगो, मो सहित मां नुगो, मो सहित झियो नुगो, मो सहित पुओ नुगो, लज्जाजनक पुओ नुगो, मो बुद्धिमान अटे। प्रेज द लॉर्ड, हालेलुया हालेलुया। बाइबल लेखा गला माथ्यू 6:21 शेष आड़ जाउछि। सांसारिक धन नाइ स्वर्ग खजाना संचय करो। प्रेज द लॉर्ड, हालेलुया। सांसारिक धन नाइ मोर प्रिय भाई माने, सांसारिक धन को दरकार नाइ बोली कह स्वर्ग खजाना। प्रेज द लॉर्ड। कौन ता देखंतु पढो 19:21। ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ, ପୁଣି ଚୋରମାନେ ସିଦ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ ନ କରେ ଏବଂ ଚୋରମାନେ ସିଦ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, କାରଣ ଯେଉଁଠାରେ ତୁମର ଧନ ସେଇଠାରେ ମଧ୍ୟ ତୁମର ମନ। मोर प्रिय प्रभु को लोक मन आज देखो तो ई जगारे हम कोन जगारे धन संचय करबा कथा वर्ष माने स्वर्ग रे चोर पहुंची पारिबो नाही। यदि जगत धन अछि कीट लागि पारिबो नष्ट हे जब मोटे क्लिप देखुतली जड ऑटो वाला तार परिवार को आगु नेबानी बनते, घर बनाइबानी बनते अर्थ चलाई एते टंका संचय करितिला, किंतु महाशय मूसा कौन करले पूरा टंका को कोना कर दरछि। अधा अधा टंका बेडे पेंडल बेडे टंका को से पूरा नष्ट कर दिला। मूसा को धर मारी बोलते चादर पकाइला, चादर से फसला वर्ष मारला, किंतु से प्रकार व्यक्ति थिला। अरे मूसा एते टंका मैं मेहनत करले घरे खाद्य आनी रखथिले ते खाद्य खाइ थातो, किंतु मोर टंका को दे कोन कर नष्ट कर दिला। तो मारवा पे प्लान कला के तो मारला नहीं, जंगल जे ताको छाड़ी देला वर्ष। যদি আমি স্বর্গরে সঞ্চয় করে থাকতো বর্তমানে আমার টঙ্কা বেন্ডাল বেন্ডাল আমার পাকর রইতাম।
ମୁଁ ଆଜି ଆପଣ କହିବା ଇଚ୍ଛା ଆଜି ଆମେ କାମ କରୁଛୁ ଚାକିରି କରୁଛୁ ଏସବୁ କରୁଛୁ ବେପାର ବାଣିଜ୍ୟ କରୁଛୁ କିନ୍ତୁ ଆମେ ପ୍ରଭୁଙ୍କ ନିକଟରେ ଆଣିପାରୁନୁ ବର୍ତ୍ତମାନେ ତ ସେଇ ଲୋକ ମଧ୍ୟ ସେମିତି ହେଇପାରେ ସେ ମଧ୍ୟ ପ୍ରଭୁଙ୍କ ନିକଟରେ ଦେଇ ନଥାଇପାରେ ତେଣୁକରି ତାର ମେଣ୍ଟାଲମେଣ୍ଟର ଟଙ୍କା କଣ ଗଲା ମନୁଷ୍ୟ ଖାଇଦେଲା ବର୍ତ୍ତମାନ ଏଠି ଆମେ ଦେଖୁଛୁ ସ୍ୱର୍ଗରେ କଳଙ୍କ ଲାଗିବ ନାହିଁ ଯୋଉ ଜାଗାରେ ଆପଣ ରଖିବେ ସେ ସୁରକ୍ଷିତ ଅଟେ ପ୍ରାଇଜ ଦେବ ଯେତେବେଳେ ସମାନ ଆପଣ ପରିସ୍ଥିତି ଥିବ ସାଂଘାତିକ ଥିବ ସେଇ ସମୟରେ ପ୍ରଭୁ ଆପଣଙ୍କ ଲାଇଫରେ ପ୍ରଭୁ ଟଙ୍କାକୁ ପଠାଇବେ ଆପଣ ଜାଣିପାରିବେ ଟଙ୍କା କେମିତି ଆସିଲା ଆପଣ ଭାବିପାରିବେ ଟଙ୍କା କେମିତି ଆସିଲା ଦେଖନ୍ତୁ ଆମ ଘରେ ସବୁବେଳେ ପ୍ରତି ମାସକୁ ଥରେ ଗୋଟେ ହଲ୍ ଲାଇଫରେ ରହୁଥିଲା କିଛି ବର୍ଷ ତଳେ ହଲ୍ ଲାଇଫରେ ହେବା ପାଇଁ ଗୋଟେ ମୋତେ ଗୋଟେ 5-6 ହଜାର ଟଙ୍କା ଆବଶ୍ୟକ ଥିଲା ପ୍ରଭୁଙ୍କ ଲୋକ ଯଦି ଆସିବେ ମୁଁ ଯଥେଷ୍ଟ ଯୋଉଟାକି ଯଥେଷ୍ଟ ମଧ୍ୟ ଦେବାକୁ ଇଚ୍ଛା କରେ ମୋ ସହିତ ଜଣେ ଭାଇ ଥିଲେ ମୁଁ ଏଟିଏମ୍ରେ ଗଲି ଚେକ୍ କଲି ତାଙ୍କୁ କହିଲି ଦେଖ ମୋର ଏଟିଏମ୍ରେ କିଛି ନାହିଁ କିନ୍ତୁ ବିଶ୍ୱାସ କରୁଛି ପ୍ରଭୁ କାର୍ଯ୍ୟ ବିରାକଲ୍ କରିବେ ମୋର ପାଖରେ ଟଙ୍କା ନାହିଁ କିନ୍ତୁ ପ୍ରଭୁ ବିରାକଲ୍ କରିବେ ତାଙ୍କୁ ଦେଖାଇଲି ମୋ ପାଖରେ ଥିଲା 200 ଟଙ୍କା ଏଟିଏମ୍ରେ ଚେକ୍ କଲି 200 ଟଙ୍କା ଥିଲା ତାପରେ ଆମେ ଫିଲ୍ଡ ଗଲି ଗୋଟେ ଘରେ ଇଞ୍ଜେକ୍ସନ ଲଗାଉଛୁ ଆଉ ସେ ଜାଗାରେ କିଛି ସମୟ ଲଗାଉ କିଛି ଗୋଟେ 5-10 ମିନିଟ୍ ପରେ ଗୋଟେ ମେସେଜ ଆଇଲା ଟଙ୍କା ଆଉ ଯେତେବେଳେ ସେ ମେସେଜ ମୁଁ ଦେଖିଲି ସେଠି 7,200 ଟଙ୍କା ହାଲେଲୁୟା ହାଲେଲୁୟା ତାପରେ ବ୍ୟାଙ୍କରେ ସ୍ଟେଟମେଣ୍ଟ କଲି କିନ୍ତୁ ସେଠି କି କୌଣସି ଲୋକ ପଠାଇ ନାହାନ୍ତି କୌଣସି ଆଡ୍ରେସ ନାହିଁ ଆପଣଙ୍କର ନାଁ ମଧ୍ୟ ସେଠି କିଛି ବାସ୍ନା ମଧ୍ୟ ନାହିଁ ବର୍ଷା ମାନେ ତାମାନେ ଟଙ୍କା କୋଉଠୁ ଆସିଲା ପ୍ରେଜ ଦ ଲର୍ଡ ହାଲେଲୁୟା ଟଙ୍କା ହାତରୁ ଆସିଲା ବର୍ଷା ହାଲେଲୁୟା ତାମାନେ ଜାଣିବୁ ଯେ ପରମେଶ୍ୱର କେତେ ମହାନ ଅଟନ୍ତି ବର୍ଷା ମାନେ ଆମେ ଯୋଉ ଜାଗାରେ ଟଙ୍କା ରଖୁଛୁ ସେ ଜାଗାରେ ହୁଇ ଲାଗେ ନାହିଁ ଏ ଜାଗାରେ କଳଙ୍କ ଲାଗେ ନାହିଁ ସେଠୁ ଟଙ୍କା ଆସିଲା ବର୍ଷା ମାନେ ସେ ଟଙ୍କାକୁ ପ୍ରଭୁ ଲୋକମାନଙ୍କୁ ଦେଇଦେଲେ ପ୍ରଭୁ ମୋର ଅଭାବ ପ୍ରଭୁ ପ୍ରତିପାଳକ ସେ ପ୍ରେଜ ଦ ଲର୍ଡ ହାଲେଲୁୟା ତ ଏଇ ଜାଗାରେ କହିବା ଇଚ୍ଛା ଯଦି ଆମେ ପ୍ରଭୁଙ୍କ ନିକଟରେ ଆସିଛୁ ପଇସା କମାଉଛୁ ସଞ୍ଚୟ କରିବା ପ୍ରଭୁଙ୍କ ନିକଟରେ ଆନନ୍ଦ ବର୍ଷ ମାନେ ତାହା ନଷ୍ଟ ହେବ ନାହିଁ ହয়তো ଆପଣ ଘରେ ଯଦି ରହିବ ଚଳେ ଲେଖାର ଚଳେ କିଛି ନେଇପାରିବ ନଷ୍ଟ ହେଇଯାଇପାରେ ଉଇ ଖାଇଯାଇପାରେ କିନ୍ତୁ ପ୍ରଭୁଙ୍କ ନିକଟରେ ଆସିବା ବ୍ଲେସିଂ କେବେ ନଷ୍ଟ ହେବ ନାହିଁ ବର୍ଷ ମାନେ ତାଙ୍କର ବିଦ୍ୟା ନେଇକି ଆପଣଙ୍କ ପାଖରେ ଆସିବ ହାଲେଲୁୟା ତୁମ କହିବା ଇଚ୍ଛା ଆମେ ତ ଆମ ବାଧ୍ୟତା କରୁନା ପ୍ରଭୁ ହୃଷ୍ଟ ଦାତାକୁ ଭଲ ପାଆନ୍ତି ପ୍ରେଜ ଦ ଲର୍ଡ ହାଲେଲୁୟା ଯଦି ଆପଣ ହୃଦୟ ସହିତ ବୁଣିବେ କୁକୁଡ଼ାହାଟରେ ବୁଣିବେ ତାହା ପ୍ରାୟ ହେବ ଆପଣ ହୃଦୟ ସହିତ ବୁଣିବେ ତାହା ପ୍ରାୟ ଅଟେ ହାଲେଲୁୟା ତୁମେ କହିବା ପାଇଁ ଚାହିଁଛ ମାନେ ନିଜେ ପ୍ରଥମ ସ୍ଥାପନ ନ କରେ ଗୀତ ସଙ୍ଗୀତ ଶ୍ରାବଣୀ ସେକା ଲଗାଗଲା ଏଥିପାଇଁ ମୁଁ ଆପଣ ହୃଦୟର ମଧ୍ୟରେ ତୁମର ବାକ୍ୟକୁ ସଞ୍ଚୟ କରି ରଖିଅଛି ପ୍ରେଜ ଦ ଲର୍ଡ ହାଲେଲୁୟା ମୁଁ ତୁମ ବିରୁଦ୍ଧରେ এই ଲୋକମାନଙ୍କ ବିରୁଦ୍ଧରେ ଆପଣ ପଡ଼ିଶା ବିରୁଦ୍ଧରେ ଆପଣ ମଣ୍ଡଳୀ ବିରୁଦ୍ଧରେ ଆପଣ ପାଷ୍ଟର ବିରୁଦ୍ଧରେ ଆପଣ ଭଉଣୀମାନଙ୍କ ବିରୁଦ୍ଧରେ ମା ବିରୁଦ୍ଧରେ ମୁଁ ପାପ ନ କରେ ଏଥିପାଇଁ ମୁଁ ତୁମର ବାକ୍ୟକୁ ମୁଁ ମାନି ଚାଲୁଛି ସଞ୍ଚୟ କରି ଚାଲୁଛି ସେଇ ବାକ୍ୟ ମୋତେ କଣ କରେ କାର୍ଯ୍ୟ କରେ ପାପରୁ ଗୁଣାରୁ ସମସ୍ୟାରୁ ବିପରୀତରୁ ରୋଗରୁ କ୍ଲେଶରୁ ଅନାଟନରୁ ସେଇ ବାକ୍ୟ ମଧ୍ୟରେ ସୁରକ୍ଷିତ କରେ ପ୍ରେଜ ଦ ଲର୍ଡ ହାଲେଲୁୟା ଏଥିପାଇଁ ଆପଣ କଣ କରିବେ ମଣିଷ ମାନେ ଆପଣଙ୍କ ହୃଦୟରେ ପ୍ରଭୁଙ୍କର ବାକ୍ୟକୁ ସଞ୍ଚୟ କରିବା ଶିଖନ୍ତୁ ପ୍ରଭୁଙ୍କର ବାକ୍ୟକୁ ଆପଣ ବୁଣିବା ଶିଖନ୍ତୁ ସେ ବୁଣିବ ସେ ହସି ହସି ଫସଲକୁ ଆପଣ ଗୃହକୁ ଆଣିବ ପ୍ରେଜ ଦ ଲର୍ଡ ହାଲେଲୁୟା ହାଲେଲୁୟା ମୋ ଭଉଣୀ ଅଛି ଛବି ଭଉଣୀ ମନ୍ଥଲିରେ ସାଙ୍ଗେ ସାଙ୍ଗେ ଡେଟ୍ ତମରୁ ସେ ଆପଣ ଔଷଧ ପଠାଇବେ କଣ ପାଇଁ କହୁଛି ଆଜି ତାର ତାଙ୍କ ପାଖରେ ଯଥେଷ୍ଟ ବ୍ଲେସିଂ ଅନେକ କାର୍ଯ୍ୟ ସେ କରିପାରୁଛନ୍ତି ଅନ୍ୟ ଲୋକ କରିପାରୁନାହାନ୍ତି କିନ୍ତୁ ସେ ପୁଣି ଜାଗା ମଧ୍ୟ କିଣି ପାରୁଛନ୍ତି ଆଗକୁ ବଢି ପାରୁଛନ୍ତି କାହିଁକି ଯେଉଁମାନେ ଦିଅନ୍ତି ସେମାନେ ପାଆନ୍ତି ଗୋଟେ ବ୍ଲେସିଂ ସେ ଗୋଟେ ଆନନ୍ଦକୁ ଗୋଟେ ସାମର୍ଥ୍ୟ ସେ ପ୍ରାପ୍ତ ହେଇଛନ୍ତି ବର୍ତ୍ତମାନ ସେ ବଢିବାରେ ସେ ତତ୍ପର ଅଟନ୍ତି ପ୍ରେଜ ଦ ଲର୍ଡ ହାଲେଲୁୟା
ହାଲେଲୁୟା ମନେ କରି ପ୍ରାର୍ଥନା ଜଣେ ଲୋକମାନେ ବୁଧବାର ଯଥେଷ୍ଟ ଦିଅନ୍ତି ବର୍ତ୍ତମାନେ ওই জায়গার କରିବା ପାଇଁ ଚାହେଁ ଆପଣ ପ୍ରଭୁଙ୍କ ନିମନ୍ତେ ଗୁଣନ୍ତୁ ପ୍ରଭୁ ଆପଣଙ୍କୁ ଯଥେଷ୍ଟ ଦେବାକୁ ସାହାଯ୍ୟ କରିବେ ପ୍ରଭୁ ପବିତ୍ର ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ହାଲେଲୁୟା উচ্চ প্রতালে আমি প্রভু নামে ধন্যবাদ দিলাম উচ্চ প্রতালে আমি প্রভু নামে ধন্যবাদ সমতালে সমতালে উচ্চ 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 প্রতালে আমি প্রভুকে ধন্যবাদ দিলাম সমস্ত হালেলুয়া